ଓମ୍ ନମଃ ଶିବାୟ। ମୁଁ ଜ୍ୟୋତିର୍ବିଦ ଓ ଲେଖକ ପ୍ରଫେସର ରୁଦ୍ରପ୍ରସନ୍ନ ମହାପାତ୍ର ଭୁବନେଶ୍ୱର ଓଡ଼ିଶାରୁ କହୁଛି। ଆପଣମାନେ ଜାଣିଥିବେ ମୋର ଯେଉଁ ବହି ମେଡ଼ିକାଲ ଆଷ୍ଟ୍ରୋଲୋଜି ବର୍ତ୍ତମାନ ଫାଇନାଲ୍ ପ୍ରିଣ୍ଟ ଆସିଯାଇଛି। ଆପଣ ଆକୁ ଫ୍ଲିପକାର୍ଟ କିମ୍ବା ବୁକିସ୍ର ୱେବସାଇଟ୍ରୁ ପାଇପାରନ୍ତି। ଏହି ସନ୍ଦର୍ଭରେ ମୁଁ 8ଟା ଗ୍ରହ ଯାକେ କହି ରଖିଥିଲି ଯେ ଚିକିତ୍ସା ଜ୍ୟୋତିଷରେ ରାହୁର କ'ଣ କାମ, ଶନିର କ'ଣ କାମ। ଆଜି ଶେଷ ଗ୍ରହଟି ବିଷୟରେ କହି ରଖୁଛି କେତୁ। ଦୁଃଖ ଲାଗୁଛି ଯେ ଏସବୁ ଯେଉଁ ଫଡ଼ଙ୍ଗ ଜିନିଷ, ସେ ରାଶିଫଳ, ସେ କ'ଣ ଶନି ଗୋଚର କଲା, ଏଇସବୁ ଜିନିଷ ଲୋକ ଶୁଣିବାକୁ ଟିକେ ବେଶୀ ପସନ୍ଦ କରୁଛନ୍ତି। କିନ୍ତୁ ଯେଉଁଟା ସତ ଜ୍ୟୋତିଷ, ଯେଉଁଟା ଶାସ୍ତ୍ରସମ୍ମତ ଜ୍ୟୋତିଷ, ତାକୁ ଟିକେ ଦେଖିବା ପାଇଁ ପସନ୍ଦ କରୁନାହାନ୍ତି। ହୁଏତ ଆଜି ନହେଲେ କାଲିର ପିଢ଼ି ପସନ୍ଦ କରିପାରେ। ତ ମୋର କର୍ତ୍ତବ୍ୟ ଅନୁସାରେ ମୁଁ ଭିଡ଼ିଓ ବନେଇକି ରଖିଦେଉଛି। ତେବେ କେତୁ ବିଷୟରେ ମେଡ଼ିକାଲ ଆଷ୍ଟ୍ରୋଲୋଜିରେ କିଛି ବିଶେଷ ଲେଖାଯାଏ ନାହିଁ। ଆପଣ ଆଜିକା ଡେଟ୍ ଯଦି ମେଡ଼ିକାଲ ଆଷ୍ଟ୍ରୋଲୋଜି କିଛି ଭଲ ଭଲ ବହି ଉଠେଇକି ଦେଖିବେ, ସେ ପ୍ରାୟ ଶନିରେ ଛାଡ଼ି ଯାଇଛନ୍ତି। ରାହୁ କେତୁଙ୍କ ବିଷୟରେ ବିଶେଷ କିଛି ଲେଖିନାହାନ୍ତି, କାରଣ ସେ ଦୁଇଟା ଛାୟାଗ୍ରହ ହେଇଯାଉଛନ୍ତି। କିନ୍ତୁ କେତୁ ଆପଣଙ୍କୁ କେଉଁ ଭଳିଆ ଡିଜିଜ୍ ଦେଇପାରିବ, କାରଣ ମୁଁ ଆଗରୁ କହି ରଖିଛି ଚିକିତ୍ସା ଜ୍ୟୋତିଷଟା ଆପଣଙ୍କର ସବୁବେଳେ ଗୋଟେ କଣ୍ଟିନ୍ୟୁଅସ୍ ରିସର୍ଚ୍ଚ। ଏଥିରେ ଆମେ କିଛି ଆଗୁଆ ନୁହନ୍ତି, ଆମଠାରୁ ବରଂ ଆଗୁଆ ୱେଷ୍ଟର୍ଣ୍ଣ ଆଷ୍ଟ୍ରୋଲୋଜର, ସେମାନେ ମେଡ଼ିକାଲ ଆଷ୍ଟ୍ରୋଲୋଜିରେ ଏନସାଇକ୍ଲୋପିଡ଼ିଆ ଲେଖିଛନ୍ତି। ପ୍ରିନ୍ସିପଲ୍ ସମାନ। ମଣିଷର ଶରୀରଟାକୁ ଆମେ ଗୋଟେ ରାଶିଚକ୍ର ବୋଲି ଭାବିବା ଏବଂ ବିଭିନ୍ନ ଘର, ଆପଣଙ୍କ ପ୍ରଥମ ଘରଟା ମୁଣ୍ଡ, ଦ୍ୱିତୀୟ ଘରଟା ଶୋଲ୍ଡର, ତୃତୀୟ ଘରଟା ଦେଖିଲା ବେଳକୁ ଛାତି ଉପରେ ଯାକ, ଚତୁର୍ଥ ଟିକେ ତଳ ଛାତି, ପଞ୍ଚମ ପେଟ, ଏଇଭଳିଆ। ତେଣୁ ଏଥିରେ ବିଭିନ୍ନ ଭାବର ଆବଶ୍ୟକତା ରହିଛି। ଭାବ ମାନେ ହାଉସ୍ ବା ଘର ଯେଉଁଟା କହୁଛନ୍ତି ଆପଣ, ଏବଂ ତାର ଗ୍ରହମାନେ କ'ଣ କରୁଛନ୍ତି। ହଉ, ଆସନ୍ତୁ କେତୁ ଉପରକୁ ଆସିବା। ଆମର କେତୁ ହେଲା, ମନେ ରଖିଥିବେ, ମଙ୍ଗଳ ହେଲା ମାଂସ, କେତୁ ହେଲା ଜଷ୍ଟ ଉପର ଚମଟା, ମାନେ ଯେଉଁ ଏଇ ଉପର ଚମଟା ଦେଖୁଛନ୍ତି, ଇଏ ହେଲା କେତୁ। ସେଇଥିଲାଗି ଆଗରୁ ଯେଉଁମାନଙ୍କର କେତୁ ପ୍ରୋବ୍ଲେମାଟିକ୍ ଥିଲା, ସେମାନଙ୍କୁ କୁହାଯାଏ ଯେ କୁଷ୍ଠ ରୋଗ ହୁଏ ବୋଲି। ମୋର ମନେ ପଡ଼ୁନି, ଜଣେ ଭଲ ସ୍ପିକର ଅଛନ୍ତି, ମୋର ଜଣେ ଭଲ ବନ୍ଧୁ ବି, ଶିବାର୍ଜୁନ ବୋଲି, ଆପଣ ତାଙ୍କର ୟୁଟ୍ୟୁବରେ ଭିଡ଼ିଓ ଦେଖିପାରିବେ। ତାଙ୍କର ମୋର ଗୋଟେ କନଫରେନ୍ସ ଗୋଟେ ଘରେ ରହିଥିଲୁ ରାଜସ୍ଥାନରେ। ହିନ୍ଦୀରେ ଏକ୍ସେଲେଣ୍ଟ କୁହନ୍ତି। ସେ ଗୋଟେ ଭଲ ଶ୍ଲୋକ କହୁଥିଲେ ଯେ ଯେତେବେଳେ ଆମେ ଗଣେଶଙ୍କୁ କେତୁଙ୍କ ସହିତ ତୁଳନା କରୁଛୁ, ତ କୋଡ଼କୁ କାୟା, ମାନେ ଯେଉଁ କୋଡ଼ ମାନେ ଯେଉଁ କୁଷ୍ଠ ରୋଗୀ, ତାକୁ ସେ ଚମ ଦିଅନ୍ତୁ। ଗଣେଶଙ୍କୁ ପୂଜା କରାଯାଉଛି, କାରଣ ଗଣେଶଙ୍କୁ କେତୁଙ୍କ ସହିତ ହେଲା। କେତୁ ଯଦି ଆଫ୍ଲିକ୍ଟେଡ୍ ଅଛି, ଏଇ ଜିନିଷଟା ଗୋଟେ ଘଟିବ, ଏଇଟା ଏକ୍ସଟ୍ରିମ୍। ଆପଣ କହିବେ ଆଜି କୁଷ୍ଠ ରୋଗ ଆଉ ନାହିଁ, ଆଉ ଯେକୌଣସି ଗୋଟେ ସ୍କିନ୍ ଡିଜିଜ୍ ନିଅନ୍ତୁ, ଆଲର୍ଜିକି ଆସିବେନି। ଆଲର୍ଜି ଆସିଲେ ଆପଣଙ୍କର ଆସିଗଲା ଇମ୍ୟୁନିଟି। କିନ୍ତୁ କିଛି ମାତ୍ରାରେ ଆପଣ ରିଲେଟ୍ କରିପାରିବେ, କାରଣ ଖାଲି ଇମ୍ୟୁନିଟି ନଥିଲେ ଆପଣ ଶ୍ୱାସ ହେଇପାରେ। କିନ୍ତୁ ଯଦି କୁଣ୍ଡେଇ ହେଉଛି, ତାହେଲେ ସେଠି କେତୁ ବି ଆଫ୍ଲିକ୍ଟେଡ୍ ଥିବ। ବେସିକାଲି ସୂର୍ଯ୍ୟ ଆଉ କେତୁ ଯଦି ଦୁଇଟା ଆଫ୍ଲିକ୍ଟେଡ୍ ଥାନ୍ତି ଲଗ୍ନ କିମ୍ବା ଆପଣଙ୍କର ନବାଂଶରେ, ତାହେଲେ ଆପଣ ଦେଖିବେ ଯେ କୁଣ୍ଡେଇ ହେଇକି ଆଲର୍ଜି ହେବ। କାଛୁ, କୁଣ୍ଡିଆ, ଏସବୁ କେତୁ। ଆପଣ କହିବେ ନାହିଁ ସେଗୁଡ଼ା ତ ମହାମାରୀ ଭଳିଆ, ଏଗୁଡ଼ା ଗୋଟେ ସମସ୍ତଙ୍କୁ ହେଇଯାଏ, ପୁଣି ଇମ୍ୟୁନିଟି ଆସିଲା, ସେଟା ସୂର୍ଯ୍ୟକୁ ବି କିଛି ମାତ୍ରାରେ ଦେଖିହେବ। ଗୋଟେ କିଛି ଖଣ୍ଡିଆ ହେଇଗଲା, ଘାଟା ହେଲା ଯେ କାହିଁ ଏତେ ଶୀଘ୍ର ଶୁଖୁ ନାହିଁ, ଆଉଥରେ ଖଣ୍ଡିଆ ହେଇଯାଉଛି, ଛୋଟ ଘାଟା କିନ୍ତୁ ଦୁଇଟା ଷ୍ଟିଚ୍ ପଡ଼ିଲାଣି, ଇଏ ହେଲେ କେତୁ। ତ ଆପଣ ଦେଖନ୍ତୁ, ଆପଣଙ୍କ ଶରୀର ଯଦି କାଟିକି କୌଣସି ପ୍ରକାର ଗୋଟେ ବଡ଼ ସର୍ଜରିକାଲ ଅପରେସନ୍ କରାଯାଏ, ତ ସେଇଟା ଗୋଟେ ମଙ୍ଗଳ ବୋଲି କୁହାଯାଏ। କାରଣ ମଙ୍ଗଳ ଆପଣଙ୍କର ବ୍ଲଡ଼ ଇନ୍ ଫ୍ଲେଶ୍, ଯେଉଁଗୁଡ଼ା ଆପଣଙ୍କର ଟିକେ ମନେକର ହାତଟା କଟିଗଲା, ଯେମିତି ବ୍ଲଡ଼ ଆସିବ, ଗୋଟେ ଶିର କଟିଗଲେ ଯେଉଁ ବ୍ଲଡ଼ ଫ୍ଲୋ ହେବ। ତେଣୁ ବ୍ଲଡ଼ ବେସିକାଲି ଚନ୍ଦ୍ର, କିନ୍ତୁ ଯେଉଁଗୁଡ଼ା ମସ୍କୁଲାର ବ୍ଲଡ଼ ଟିସ୍ୟୁରେ ଅଛି, ସେଗୁଡ଼ା ଯଦିଓ ମଙ୍ଗଳ ବି। ତେଣୁ ସେଇଟାକୁ ଯଦି ଆମେ ମଙ୍ଗଳ କହିବା, ତାହେଲେ କେତୁ ଏଇ ଯେଉଁ ଉପର ଚମ, ସେଥିଲାଗି କୁହାଯାଏ କୁଜବତ କେତୁ। କିଛି ଜାଗାରେ ବୁଦ୍ଧଙ୍କୁ ବି ଚମ ସହିତ ଆସୋସିଏଟ୍ କରାଯାଇଛି। ମୁଁ ତାପରେ ବିଶେଷ ଜ୍ଞାନ ନାହିଁ, କିନ୍ତୁ ଆପଣଙ୍କର ଯଦି ବି ହେଇଥିବ ଜଷ୍ଟ ଉପର ଚମଟା, ଯଦି ଗୋଟେ ଲୋକର କଲର୍ କେମିତି ଆସିବ, ଏସବୁ ଜିନିଷ ଦେଖିବା ପାଇଁ। କିନ୍ତୁ କେତୁ କହିଲେ ଆପଣଙ୍କର ପୁରା ଏପିଡର୍ମିସ୍ ଆଉ ଏଣ୍ଡୋଡର୍ମିସ୍, ତା ଓଡ଼ିଆ ମୁଁ ଜାଣିନି, କ୍ଷମା କରିବେ। ଏ ମଣି ଚମ ଗୋଟେ ଉପଚର୍ମ, ଠିକ୍ ତା ତଳଟା ମୁଁ ଆପଣଙ୍କୁ ଦେଖେଇ ଦେଉଛି। ଏଇ ଯେଉଁ ଚର୍ମର କାମ ହେଲା କେତୁ। ଯଦି କେତୁ ଆଫ୍ଲିକ୍ଟେଡ୍ ଅଛି, ଆପଣ ଦେଖିବେ ଆପଣ ଗୋଟେ ଜାଗାରେ ଖଣ୍ଡିଆ ହେବ, କିନ୍ତୁ ଆପଣଙ୍କର ମସ୍କୁଲାର ବ୍ଲିଡିଂ ନହେଇ ଖାଲି ମଳି ଚମଟା ଛିଡ଼ିଯିବ। ଆପଣ ଛୋଟ ଖାଲି ପଡ଼ିଯାଉଛି, ଚମଟା ଖଣ୍ଡିଆ ହେଇଯାଉଛି। କେଉଁ ଜାଗାରେ ହେବ? ଯଦି କେତୁ ଷଷ୍ଠରେ ଥିବ, କିନ୍ତୁ କେତୁ ଦ୍ୱାଦଶରେ ଥିବ, ତାହେଲେ ହେବ। ଯଦି କେତୁ ଷଷ୍ଠରେ ଅଛି, ହୁଏତ ସେଠି ଜାଗାରେ ଆପଣଙ୍କୁ ଗୋଟେ ଷ୍ଟିଚ୍ ପଡ଼ିପାରେ,
କେତୁ ଦ୍ୱାଦଶରେ ଅଛି 3ଟା ଷ୍ଟିଚ୍ ପଡ଼ିବ। କେଉଁ ସମୟରେ? ତା ଦଶା ସମୟରେ, ସବୁବେଳେ ନୁହେଁ। କିନ୍ତୁ ବହୁତ ଇଣ୍ଟରନାଲ ଇଞ୍ଜୁରି ହେବନି। କେତୁର କାମ ହେଲା କଟ୍ ଦେବ, ମାନେ କଟ୍ ମାନେ ଓଡ଼ିଆରେ କ'ଣ ଗୋଟେ ଘା ସେ ଦେବ। କିନ୍ତୁ ସେଇ ଜାଗାରେ ଯଦି ଗୋଟେ ଆକ୍ସିଡେଣ୍ଟ ହେବ ଏବଂ ଆପଣଙ୍କର ଦେଖନ୍ତୁ ଆକ୍ସିଡେଣ୍ଟର କାରକ ମଙ୍ଗଳ, କିନ୍ତୁ ଯଦି ସୂର୍ଯ୍ୟ ଷ୍ଟ୍ରଙ୍ଗ ନାହିଁ ଆପଣ ଆକ୍ସିଡେଣ୍ଟ ହେବ ଆପଣ ହାଡ଼ ଭାଙ୍ଗିଯିବ। ଯଦି ସୂର୍ଯ୍ୟ ବି ଷ୍ଟ୍ରଙ୍ଗ ଅଛି, ମଙ୍ଗଳ ବି ଷ୍ଟ୍ରଙ୍ଗ ଅଛି, ତାହେଲେ ମାନେ ଆକ୍ସିଡେଣ୍ଟ ହେବ ଆପଣଙ୍କର ଉପର ଚମକ ଛାଲି ହେଇଯିବ, କିଛି ହାଡ଼ ଫାଡ଼ ଭାଙ୍ଗିବନି। ଆପଣଙ୍କୁ ଏଡୁର ଆକ୍ସିଡେଣ୍ଟ ହେଲା, ଗୋଟେ ବି ହାଡ଼ ଭାଙ୍ଗିଲା ନାହିଁ, ଖାଲି ଛାଲି ହେଇଗଲି। କେତୁ ତ କେତୁ ସେଠି ଆପଣଙ୍କୁ ପ୍ରୋଟେକ୍ଟ କଲେ ନାହିଁ। କେତୁ ଆପଣ ଆଫ୍ଲିକ୍ଟେଡ୍ ବୋଲି ସେମିତି ହେଲା। ଯଦି ଆପଣଙ୍କ 2ଟା ଗ୍ରହ ଆଫ୍ଲିକ୍ଟେଡ୍ ଥିବ ଆପଣ ଦେଖିବେ ହାଡ଼ ଭାଙ୍ଗିଯିବ, ଛାଲି ବି ହେଇଯିବେ। ଯଦି କିଛି ଆଫ୍ଲିକ୍ଟେଡ୍ ନଥିବ ଆପଣ ଧଡ଼ିକି ପଡ଼ି ଉଠିକି ପଳେଇ ଆସିବେ। ଶନି ଯଦି ଆଫ୍ଲିକ୍ଟେଡ୍ ଥିବ ଅଣ୍ଟା ହାଡ଼ଟା କିଛି ଖସିଯିବ। ତ ନର୍ମାଲି କେତୁ ଯେଉଁ ଜିନିଷଟା ଗୋଟେ ଘାଟେ ହେବାଟା ଖଣ୍ଡିଆ ହେବା ଦରକାର, କାଛୁ କୁଣ୍ଡିଆ ଗୁଡ଼ା ତ ବିଶେଷ ହେଉନାହିଁ। ଆଲର୍ଜି ସେନ୍ସରେ ଯେଉଁଗୁଡ଼ା ହେଉଛି ସେଗୁଡ଼ା ଆପଣ ନିଶ୍ଚିତ ରୂପେ କେତୁର କାରକ ବୋଲି ଦେଇପାରିବେ। ବ୍ରଣ ହେବା ସ୍କିନ୍ରେ କେତୁ, ସେଥିଲାଗି କେତୁ ଥିବା ଲୋକଙ୍କୁ ଟିକେ କୁହାଯାଏ ଦେଖିବାକୁ ଭଲ ନୁହନ୍ତି। ଯଦି କେତୁ ଲଗ୍ନସ୍ଥ ଥାଏ ତାହେଲେ ସେ ଲୋକ ଦେଖିବାକୁ ଟିକେ ଭଲ ହେବନି, ପ୍ରୋଭାଇଡେଡ୍ ତାର ଲଗ୍ନେଶ ୱିକ୍ ଥିବ। ଆଉ ଲଗ୍ନେଶ ଷ୍ଟ୍ରଙ୍ଗ ଅଛି, କେତୁ ଥାଉ କିଛି ଅସୁବିଧା ନାହିଁ। ଘରର ମାଲିକ ତ ଷ୍ଟ୍ରଙ୍ଗ ଅଛି, ଆଉ ସେଠି ଆଉ ଯେ ଭଡ଼ାଟିଆ ରହିଲେ ତ କିଏ ପଚାରେ। ନର୍ମାଲି ଟିକେ ବ୍ରଣ ହେବା, ମଝିରେ ଦେଖିଥିବ ଗୋଟେ ଲୋକର ସୁନଫୁଟକା ଭଳିଆ ରୋଗ ହେଉଥିଲା, ସୁନଫୁଟକା କୁହାଯାଏ, ସେଗୁଡ଼ା ସବୁ କେତୁର କାରକ। ଜାତକରେ କେତୁ ପୀଡ଼ିତ, ଏଠି ପୀଡ଼ିତ ମାନେ ଖରାପ ଭାବ ତ ସେମିତି ହେବ 3, 6, 8, 12, କିନ୍ତୁ ବିଶେଷତଃ ଯେତେବେଳେ ରୋଗ ଉପରକୁ ଆସୁଛୁ ଚିକିତ୍ସା ଜ୍ୟୋତିଷରେ ଆପଣଙ୍କର କ୍ୟୁରେବୁଲ ଡିଜିଜ୍ ବା ଛୋଟ ମୋଟ ରୋଗ ଷଷ୍ଠ ଘର, କିଛି ଗୋଟେ ବଡ଼ ରୋଗ ଯେଉଁଥିପାଇଁ ବହୁତ ଦିନ ଚାଲିବ ଏବଂ ସେଥିପାଇଁ ଆପଣ ହସ୍ପିଟାଲ ବାରମ୍ବାର ଯିବାକୁ ପଡ଼ିବ, ସେ ହେଲା ଆପଣଙ୍କର ଦ୍ୱାଦଶ ଭାବ। ସେଇଥିଲାଗି ସେ ପରସ୍ପର ଅପୋଜିଟ୍। ଛୋଟ ରୋଗ ହେଲେ ତ ବଡ଼ଟା ହେବ ନା। ତେଣୁ 6 ଆଉ 12 ଆକ୍ସେସରେ କେତୁ ରହିଯାଉଛି ତାହେଲେ ଏସବୁ ଜିନିଷରେ ଆପଣ ସମ୍ମୁଖୀନ ହେବେ। ଯେଉଁ ଜିନିଷ ମୁଁ କହୁଛି, ଯଦି ଆପଣଙ୍କର ମଙ୍ଗଳ ଖରାପ ନଥିବ ଆପଣ ଭଲ ଜୋରେ ଆକ୍ସିଡେଣ୍ଟ ହେବନି। ଆପଣ ଦେଖିବେ ଆପଣ ଯାଉଥିବେ ଖାଲି ମାନେ ହାତରେ ଟିକେ ବାଡ଼େଇ ହେଇଯିବ, କଟିଯିବ ସେଇଭଳିଆ। କିନ୍ତୁ ଗାଡ଼ି ଚଲାଉଥିବା ଆକ୍ସିଡେଣ୍ଟ, ଏସବୁ ଆକ୍ସିଡେଣ୍ଟ ଆପଣଙ୍କର ହେବନି। ମଙ୍ଗଳ ଜାତକରେ ଭଲ ପୋଜିସନରେ ଅଛି। ସୂର୍ଯ୍ୟ ଷ୍ଟ୍ରଙ୍ଗ ଥିବ ତାହେଲେ ଆପଣଙ୍କର ଆଲର୍ଜି ହେବନି। ସେଇ ଜାଗାରେ ଆପଣଙ୍କ ସୂର୍ଯ୍ୟ ଥାଇକି ଆଜମା ଭଳିଆ ଆଲର୍ଜି ହେଇପାରେ। ସ୍କିନ୍ ଆଲର୍ଜିଟା ସୂର୍ଯ୍ୟର କାରକ, କିନ୍ତୁ ସ୍କିନ୍ ଯଦି ରିଲେଟେଡ୍ ସେଠି ପଳେଇ ଆସିଲା ତାହେଲେ ଆପଣଙ୍କର ଏସବୁ ଜିନିଷ ଘଟ। ଆଉ ଯେଉଁ ଯାହା ବି ସ୍କିନ୍ ଡିଜିଜ୍ ଆପଣଙ୍କର ସବୁ ରହୁଛି ଆଜିକା ଡେଟ୍ରେ, ସେ ସ୍କିନ୍ ଚମ ଛାଡ଼ିଲାଣି, ସ୍କିନ୍ ହେଲାଣି, ସେ ସବୁ ଆଜ୍ଞା କେତୁର କାରକତ୍ୱ। ଆପଣ ଜାତକରେ କେତୁ ଦେଖିଲା ପରେ ଆପଣଙ୍କର ସ୍କିନ୍ ଡିଜିଜ୍ ଯାହାଟା ଥିବ ତାକୁ ନେଇକି ଆମେ ପ୍ରେଡିକ୍ସନ୍ କରିପାରିବା ଯେ ଆକ୍ଚୁଆଲି ଏଇ ଜିନିଷ ହେବ। ଯଦି କେତୁ 6 ଆଉ 12 ଆକ୍ସିସରେ ଆସୁଛି କିମ୍ବା ଷଷ୍ଠ ଅଧିପତିର ଦୃଷ୍ଟିରେ ଅଛି କିମ୍ବା ଷଷ୍ଠ ଅଧିପତି ସହିତ ଯୁକ୍ତ ହେଇକି ଅଛି କିମ୍ବା ଦ୍ୱାଦଶ ଅଧିପତି ସାଙ୍ଗରେ ଯୁକ୍ତ ହେଇକି ଅଛି, ତାହେଲେ ସେଇ ଫଳ ଗୁଡ଼ା ଦେବ। ତେବେ ଏଠି ଆଉ ଗୋଟେ ଜିନିଷ ପ୍ରଶ୍ନ ଉଠେ ଯେ ଯଦି ସାର୍ ଏଗୁଡ଼ା ହେବ କ'ଣ ଆମେ ତାକୁ କ୍ୟୁର କରିଦେଇପାରିବେ କି? ମୁଁ ଆଗରୁ କହି ରଖିଥିଲି, ଏବେ ବି କହୁଛି, ଚିକିତ୍ସା ଜ୍ୟୋତିଷ ଆପଣ କେଉଁ ରୋଗରେ ଏ ଜନ୍ମରେ ପଡ଼ିବେ, କେଉଁ ରୋଗ ତନ୍ମଧ୍ୟରୁ ଖୁବ୍ ଅସୁବିଧା କରିବ ଏବଂ କେଉଁ ରୋଗ ଆପଣଙ୍କୁ କିଛି ଅସୁବିଧା କରିବ ନାହିଁ, ଏତିକି ଆପଣ ଜାଣିପାରିବେ। ତା ଛଡ଼ା ଆପଣ ଡାକ୍ତର ପାଖକୁ ଦୌଡ଼ିବା ଥୟ, ଆମେ ଡାକ୍ତର ନୁହେଁ। ହଁ, କିଛି ମାତ୍ରା ରୁଦ୍ରାକ୍ଷ, ରତ୍ନବାଦ, ଆଜିକା ଡେଟ୍ରେ କ୍ରିଷ୍ଟାଲ ଥେରାପି କୁହାଯାଉଛି, ରୁଦ୍ରାକ୍ଷ ଥେରାପି କୁହାଯାଉଛି, କିଛି ଗୋଟେ ଲାଘବ ଆଣିଦେବ, କିନ୍ତୁ ସେଇଟା ଅଲ୍ଟରନେଟିଭ୍ ମେଡ଼ିସିନ୍। ଆପଣଙ୍କୁ ଡାକ୍ତରଙ୍କୁ ଦେଖିବାକୁ ପଡ଼ିବ ଏବଂ ଏଇ ଜିନିଷ ହେବ। ତେଣୁ ଆପଣଙ୍କ ଯଦି କିଛି ରୋଗ ହେଉଛି ତାହେଲେ ଆପଣ ଯେକୌଣସି ଗୋଟେ ଜ୍ୟୋତିର୍ବିଦଙ୍କ ପାଖକୁ ଯାଇକି ଜାଣିପାରିବେ ଯେ ଆପଣଙ୍କର କେଉଁ ରୋଗଟା ଆକ୍ଚୁଆଲି ସିରିୟସ୍ ହେବ କି ନା। ଏତିକି କହି ହେଇଯିବ, ଯେଉଁଟାକି ଭେରି ଭେରି ଇମ୍ପୋର୍ଟାଣ୍ଟ। ଆପଣ କହିବେ ସାର୍ ମୁଁ ଭାବୁଛି ମୋତେ ହାର୍ଟ ଆଟାକ୍ ହେଇଯିବ, କିନ୍ତୁ ଦେଖିବେ ଯଦି ସୂର୍ଯ୍ୟ ଷ୍ଟ୍ରଙ୍ଗ ଥିବ, 4th ହାଉସ୍ ବା 5th ହାଉସ୍ ଷ୍ଟ୍ରଙ୍ଗ ଥିବେ, ହେବନି। ଆଉ ଗୋଟେ ହାର୍ଟ ଆଟାକ୍ ହେଇଯିବ, ଦ୍ୱିତୀୟ ହାର୍ଟ ଆଟାକ୍ ହେଲା ବେଳକୁ ବହୁତ ଦିନ ଲାଗିଯିବ, ସେ ଯିବେନି। ଆପଣ ଏମିତି ବହୁତ କେସେସ୍ ଦେଖୁଥିବେ ବି, କିନ୍ତୁ ଆପଣ ବ୍ୟସ୍ତ ହେବେନି ଯେ ଏଟା ଦେଖେଇଦେଲେ ଜ୍ୟୋତିଷ ଭଲ କରିଦେବେ। ତ ଏଇଟା ଗୋଟେ ଲୋକଙ୍କର ବୁଝିବା ବିଡ଼ମ୍ବନା ଭୁଲ କି ସେ ଠିକ୍ ଜିନିଷଟାକୁ ଭୁଲ ଭାବିବା ବୁଝିବାରେ ଓଡ଼ିଶା ଲୋକ ଆମର ସିଦ୍ଧହସ୍ତ। ଗୋଟେ ଲୋକ 1000ଟା ଭଲ କଥା କହିବେ ତାକୁ ଶୁଣିବେନି, କିନ୍ତୁ ଗୋଟେ ଖରାପ ଯଦି ହେଇଯିବ ସେ ଗୋଟେ ଚାଲିଲା। ବେସିକାଲି ଆମ ଇଷ୍ଟର୍ଣ୍ଣ ଇଣ୍ଡିଆରେ ମୁଁ ଦେଖିଛି ଏ ଗୋଡ଼ ଟାଣ ପ୍ରବୃତ୍ତିଟା ବିହାର, ବେଙ୍ଗଲ ଆଉ ଓଡ଼ିଶାରେ ଚାଲେ। ତେବେ ଛାଡ଼ନ୍ତୁ, ସେତିକୁ ଯିବାନି।
आशा करी आप बुझीपारे केतु आ चर्म रोग सहित कौन इम्पैक्ट अच्छे जेहेतु मेडिकल एस्ट्रोलॉजी पर बहुत रिसर्च है केतु उपर सर्जरी कारक भी केतु जो स्टिच पड़ा कथा कहले कि सर्जरी लेवल को जीवाई हेल्ले आप किसी हवा पड़ो तो हार्ट सर्जरी आम केतु कथा कौन कह सूर्य थी दरकार तेणु बेसिकाली आप चर्म देखूँ आउ चर्म रिलेटेड डिजीजटा को केतु थ्रू देखूँ आदि ये किसी रोग हो जातक केतु आफ्लिक्टेड थे से आप केतुंर क्रिस्टाल धारण करेंगे मन मन नुहे कौन से ज्योतिष को देखिए धारण करेंगे आ केतुओं तो सेमती किसी फिक्स्ड रुद्राक्ष ना राहु केतुओं सेमती किसी फिक्स्ड रुद्राक्ष ना 8-9 भी गोटे मिछरे कह चली तो क्रिस्टाल से कैट्सा हो कि स्मोकी क्वार्ज हो ये सब जिन पिंधि पारे से क्रिस्टाल वाटर भी आप पी पारे डेफिनेटली आप इम्प्रूवमेंट हम किंतु कौन से लोक जातक देखे सारापर जब से केतु अत्यधिक खराब हो कि हेनी हो आशा कर बुझीपारे जदि वीडियो भल लगे शेयर करेंगे जब आपंकर किसी अमूल्य कमेंट रही कि बहुमूल्य कमेंट रही तो कमेंट सेक्शन में लिखिए ना सर केतु असुविधा ये रोग भी हुए कि ये रोग भी हुए ना मुझे देखी जोटा कि अन्य लोक मैंने जो वीडियो देखुं बुझे सहायक जब सेमती किसी ना इे सियाड़ू कमेंट लिखा दरकार ना आपन वीडियोटी भल लगे देखो जब भल न लगुच आप स्किप कर जाई पारती किंतु किसी भैल्युएबल कमेंट लिखते से समस्त उपादेय हम खाली वीडियोटा भल लगे बारंबार मैं कौन वीडियो भल लगे लिखा कि दरकार ना हो आज ये जब महादेव चाहती आउ गोटे वीडियो सहित खूब शीघ्र उपस्थित होगी आज आज्ञा दिंतु ओम नमः।